ଆଜି ଆମ ଗାଁର ସ୍ପଟ୍ ପଡ଼ିଆକୁ ମୁଁ ପହଞ୍ଚିଗଲି, ଯେଉଁଠିକି ଆମର ଦୀର୍ଘଦିନର ସମସ୍ୟା ଜଳବୁଡ଼ି ସମସ୍ୟାକୁ ନେଇ ଆମ ଗାଁର ଏକ ମିଟିଂ ହେଉଥିଲା, ଯେଉଁଠିକି ବାଙ୍ଗିରିପୋଷି ବିଧାୟିକା ସଞ୍ଜଳି ମୁର୍ମୁ ଆସିଥିଲେ। ଦୀର୍ଘ 30-40 ବର୍ଷ ହେଲାଣି କର୍କଚିଆ ମୁଣ୍ଡାକଟା ଗ୍ରାମବାସୀ ଜଳବୁଡ଼ି ସମସ୍ୟାକୁ ନେଇ ନାଇଁ ନଥିବା ଅସୁବିଧା ଭୋଗ କରୁଛନ୍ତି। କାରଣ ହଳଦିଆ ଡ୍ୟାମ୍ ପାଣି ଆମର ଉଭୟ ଗ୍ରାମର ଚାଷ ଜମିକୁ ଜଳମଗ୍ନ କରିବା ସହିତ ଗ୍ରାମର ଚାରିପଟେ ଘେରି ରହିଛି, ଯାହାଦ୍ୱାରା ବର୍ଷା ଦିନରେ ନାହିଁ ନଥିବା ଅସୁବିଧା ଆମେ ଭୋଗ କରୁଛୁ। ଏମର୍ଜେନ୍ସି କ୍ଷେତ୍ରରେ ଆମ ଗାଁକୁ ଆମ୍ବୁଲାନ୍ସଟିଏ ମଧ୍ୟ ଆସିବାକୁ ଅସମର୍ଥ, କାରଣ ଆମ ଗାଁକୁ ସଂଯୋଗ କରୁଥିବା ଚପଟଖାଳଟି ହଳଦିଆ ଡ୍ୟାମ୍ ପାଣିରେ ଭାଙ୍ଗିଯିବା ସହିତ ସବୁଦିନ ପାଇଁ ରାସ୍ତାଟି ବନ୍ଦ ହୋଇଯାଇଛି। ଯେହେତୁ ଆମର ଦୁଇ ଗ୍ରାମର ଲୋକମାନେ ଚାଷ କାର୍ଯ୍ୟ କରି ନିଜର ଜୀବିକା ନିର୍ବାହ କରୁଥିଲେ ଏବଂ ଚାଷ ଜମି ସବୁ ହଳଦିଆ ଡ୍ୟାମ୍ ପାଣିରେ କ୍ଷତିଗ୍ରସ୍ତ ହେବା ସହିତ ଚାଷ ଜମି ସବୁ ଜଳମଗ୍ନ ହୋଇଗଲା, ସେଥିପାଇଁ ଆମମାନଙ୍କୁ ଉପଯୁକ୍ତ ଆର୍ଥିକ ସହାୟତା ପ୍ରଦାନ କରିବା ସହିତ ଉପଯୁକ୍ତ ସ୍ଥାନରେ ଥଇଥାନ କଲେ ଆମେ ସରକାରଙ୍କ ପାଖରେ ଚିରଉପକୃତ ରହିବୁ। ଏମିତି ନେତାମନ୍ତ୍ରୀ ଆସୁଛନ୍ତି, ଭାଷଣବାଜି କରୁଛନ୍ତି, ଆମକୁ ପ୍ରତିଶ୍ରୁତି ମଧ୍ୟ ଦେଉଛନ୍ତି କି ଆପଣଙ୍କର ମୁଖ୍ୟ ସମସ୍ୟା ଜଳବୁଡ଼ି ସମସ୍ୟାକୁ ଆମେ ସମାଧାନ କରିଦେବୁ, କିନ୍ତୁ ସମୟ ଅତିବାହିତ ହୋଇଗଲା ପରେ ଆମକୁ କେହି ପଚାରୁନାହାନ୍ତି। ବର୍ଷ ବର୍ଷ କଟିଛି, କେତେ ନେତାମନ୍ତ୍ରୀ ଆସିଲେ ଗଲେଣି, କିନ୍ତୁ ଏବେ ଆସିଛି ବିଜେପି ସରକାର। ତେବେ ଦେଖିବା ଆମର ଅତି ପ୍ରିୟ ସଞ୍ଜଳି ଦିଦି ଆମମାନଙ୍କୁ ଏହି ଜଳବୁଡ଼ି ସମସ୍ୟାକୁ ସମାଧାନ କରିପାରୁଛନ୍ତି କି ନାହିଁ। ଶେଷରେ ସଞ୍ଜଳି ଦିଦିକୁ ଏତିକି କହିବି, ଆମର କର୍କଚିଆ ମୁଣ୍ଡାପଟାକୁ ଫୁଲ୍ ବୁଡ଼ି ଘୋଷଣା କରାଯାଉ। ଦିନ 2ଟା ବେଳେ ସଭା କାର୍ଯ୍ୟ ସମାପ୍ତ ହେଲା, ମୁଁ ଘରକୁ ଫେରିଗଲି।